ଆରପାରିରେ ଉତ୍ତମର ଅଭିନୟରେ ଉତ୍ତମ ଯୁଗର ଅବସାନ ଆଉ ନାହାନ୍ତି ସେ ତ ସିନେ କଳାକାର ତଥା ରାଜନେତାଙ୍କ ମହଲରେ ଶୋକର ବାର୍ତ୍ତା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତମଙ୍କ ବିଲୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। 1977ରୁ ଅଭିନୟ ଯାତ୍ରା ଆରମ୍ଭ। 135ଟି ଓଡ଼ିଆ ସିନେମା 30ଟି ବେଙ୍ଗଲୀ ଚଳଚ୍ଚିତ୍ର ଏକ ହିନ୍ଦୀ ଚିତ୍ରରେ ନିଜ ଅଭିନୟ ଛାପ ଛାଡ଼ିଛନ୍ତି। ହେମନ୍ ସି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଇଣ୍ଟରମିଡିଏଟ୍ ବ୍ୟାଚଲର ଇନ୍ ସାଇନ୍ସରେ ପାଠ ପଢ଼ିଥିଲେ। ଅଭିମାନର ଗୌରୀର ପତିପତ୍ନୀର ନିଜୁମ ରାତିର ସାଥୀ ରାମାୟଣ ତପସ୍ୟାର ରାମ ବଳରାମରେ ଅଭିନୟର ପାରଦର୍ଶିତା ଦେଖାଇଥିଲେ। ଅଭିନେତ୍ରୀ ରୀତା ଚାନ୍ଦା ସୁଜାତା ଆନନ୍ଦର ତନ୍ଦ୍ରା ରାଇଟ ମହେଶ୍ୱତା ରାଇଟ ଅପରାଜିତାର ବୈଶାଳୀର ସଙ୍ଗୀତା ଦାସର ରଚନା ବାନାର୍ଜୀଙ୍କ ସହ ତାଙ୍କ ଯୋଡ଼ି ପରଦାରେ ଗ୍ରହଣ କରିଛନ୍ତି। ଉତ୍ତମ ମହାନ୍ତି ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ବେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଥିଲେ। ନିମୋନିଆ ହେତୁ ଓ ଶାରୀରିକ ଅସୁସ୍ଥତା ପାଇଁ ଶେଷରେ ଆଖି ବୁଜିଛନ୍ତି। ଉତ୍ତମ ବରିଷ୍ଠ ଓ ବର୍ଷିୟାନ ଅଭିନେତା ଅଭିମାନର ଗୌରୀର ପତିପତ୍ନୀର ନିଜୁମ ରାତିର ସାଥୀ ରାମାୟଣ ତପସ୍ୟାର ରାମ ବଳରାମରେ ଅଭିନୟର ପାରଦର୍ଶିତା ଦେଖାଇଥିଲେ। ଅଭିନେତ୍ରୀ ରୀତା ଚାନ୍ଦା ସୁଜାତା ଆନନ୍ଦର ତନ୍ଦ୍ରା ରାଇଟ ମହେଶ୍ୱତା ରାଇଟ ଅପରାଜିତାର ବୈଶାଳୀର ସଙ୍ଗୀତା ଦାସର ରଚନା ବାନାର୍ଜୀଙ୍କ ସହ ତାଙ୍କ ଯୋଡ଼ି ପରଦାରେ ଗ୍ରହଣ କରିଛନ୍ତି।